ସାଙ୍ଗମାନେ ବର୍ତ୍ତମାନ ମୁଁ ଚାଲିଲି ମକମଲ୍ଲି ଗଛ ଲଗାଇବା ସେଥିପାଇଁ ମୁଁ ଜାଗା ସିଲେକ୍ସନ୍ କରିଦେଇଛି। ଏଠି ବିନ୍ସ କି କାକୁଡ଼ି ଲଗେଇବି ବୋଲି ଭାବିଥିଲି, କିନ୍ତୁ ବର୍ତ୍ତମାନ ଯେଉଁ ଜାଗାଟା ସଫା ଦେଖାଯାଉଛି, ଘାସ ବି ଟିକେ ହେଇଛି, କିନ୍ତୁ ଏ ଜାଗାରେ ଏକା ମକମଲ୍ଲି ଅନନା ଗଛ ଟିକେ ଲଗାଇଦେବା। ତାପରେ ଆଉ କିଛି ବଳକା ହେଲେ ଠାକୁରଙ୍କ ପାଖରେ ଲଗାଇବା, ମନ୍ଦିର ପାଖରେ। ଆଉ ଯାହା ବଳକା ହେବ ସେୟାର କରିଦେବା ପଡ଼ୋଶୀ ଘର ଘରକୁ। କାହିଁକିନା ବର୍ତ୍ତମାନ ଯଦି ଆମେ ଗଛ ସେୟାର ନ କରିଥିବା ତାହେଲେ ଫୁଲ ସେୟାର କଲାବେଳୁ ଭାରି ବାଧିଯିବ। ତ ବର୍ତ୍ତମାନ ଆମେ ଗଛ ହିଁ ସେୟାର କରିଦେବା ନା କ'ଣ? ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ମୋର ମକମଲ୍ଲି ଗଛ ଏଠି ମୁଁ ଲଗେଇଦେଲି 2 ଲାଇନ୍ରେ। କେତେ ମଇଳା ଥିଲା, ତାକୁ ପୁଣି ଲଗାଇଲା ପରେ ପୁଣି ଆଉ ଚାଞ୍ଚି କରିଦେଲି, କାହିଁକିନା 2 ଲାଇନ୍ଟା ଦେଖାଯାଉନଥିଲା। ବର୍ତ୍ତମାନ ସୁନ୍ଦର ଭାବେ ଲାଗିଯାଇଛି। ଆଉ ବାକି ଯାହା ଥିଲା ମନ୍ଦିରରେ ଲଗେଇଦେଲି। ଆଉ ବାକି ମୁଁ କହିଥିଲି ପଡ଼ୋଶୀ ଘରକୁ ସେୟାର କରିବା ପାଇଁ, ଆମର ଭାଇ ପଳେଇ ଆସିଲେ, ତାକୁ ଫୋନ୍ କରି ତାକୁ ଡକା ହେଲା, ତାକୁ ଦିଆହେଇଗଲା। ବାପା ଏତିକି ହେଇଯିବ ତ ତୁମକୁ? ଯଥେଷ୍ଟ। ହଁ, କେଉଁ ଜାଗାରେ ଲଗେଇବ ତମେ? ଘର ପଛପଟେ ଭାଇ ବି ଲଗେଇଦେବ ହେଲା। ପଇସାଟା ଦେଇଦେବ ମୋତେ, ଫୋନ୍ ପେ କରିଦେବ। 20 ଟଙ୍କା ଭାଇ ମୋତେ ଫୋନ୍ ପେ କରିବ। ସେଟା ଲଗେଇଲା ପରେ ଫୁଲ ହେଲା ପରେ, ନହେଲେ ଫୁଲ ହେଲା ପରେ ତାକୁ ସେୟାର କରି ହେବନି। ପଡ଼ିଶା ଘର ହେଲେ ମଧ୍ୟ ଫୁଲ ଦେଇ ହେବନି, କିନ୍ତୁ ତଳି ନିହାତି ଭାବରେ ପଡ଼ିଶା ଘରକୁ ଦିଆହେବ, ନହେଲେ ଆମର ଲସ୍ ହେବ ନା କ'ଣ କହୁଛ? ମାଗିବ କ'ଣ, ଏତ ଧରିକି ପଳେଇବ। ହଉ ସାଙ୍ଗମାନେ, ଫୁଲ ହେଲା ପରେ ବଢ଼ିଆ ସେଲ୍ଫି ନେବା ସେଠି ନା କ'ଣ କହୁଛ? ଠିକ୍ ଅଛି।